जय श्री जगन्नाथ भाई माने आज जय श्री बास्तुर जगन्नाथ। परिक्रमा आज आम दीटा ऑलरेडी तत्व पढ़ी देइछे एटा हमर तृतीय तत्व रहइबो। तृतीय तत्व रे आमे अग्नि तत्व एवं गुरु सर्वप्रथमे गुरु गुरुदेव आ गणपति एवं जगदम्बा को प्रणाम करी मोर स्टार्ट करूची। तो आज आमे अग्नि तत्व विषय पढ़िबा एवं ता पूर्वरु गोटे जिनिस एई चार्ट टा सबुथरे आमे बनौचु एवं एथिरे मध्य बनेइबो। तो वर्तमान आमे स्टार्ट करिया। ଆମର ବର୍ତ୍ତମାନ ସେଇ ଯୋଉ ସେ ଚାର୍ଟ ଟା ଆମେ ସବୁବେଳେ ବନଉଥିବା କାରଣ ଆମକୁ ସେଇଠୁ ଆମକୁ କ୍ଲିୟର ହେଇଯିବ ଯେ କୋଉ ଜିନିଷର କୋଉ ଜାଗାରେ କିଏ ରହୁଛି ଏବଂ ସେ ତାର ଅବସ୍ଥିତି ଟା ଆମକୁ କ୍ଲିୟର ହେଇଯିବ। ଠିକ ଅଛି, ମୁଁ ଏ ଚିତ୍ରଟା ଜଲ୍ଦି ଜଲ୍ଦି ବନେଇ ଦଉଛି, ଦେଖି ନିଅନ୍ତୁ ଆପଣ। ଜଳ, ଅଗ୍ନି, ଭୂମି, ବାୟୁ। ଠିକ ଅଛି, ଆମେ ଅଲରେଡି ଆକାଶଟା ପଢି ଦେଇଛେ, ବାୟୁଟା ପଢି ଦେଇଛେ। ଆଜି ଆମେ ଅଗ୍ନି ଆଉ ଜଳକୁ ସାରିବା। ଆଗ ସର୍ବପ୍ରଥମ ଅଗ୍ନିଟା ନବା, ଅଗ୍ନି ତତ୍ତ୍ୱ ବିଷୟରେ ଆଲୋଚନା କରିବା। ଏଇ ଜିନିଷଟା କ୍ଲିୟର ତ ରାଜବାବୁ? ଦେଖନ୍ତୁ ଏଇ ଯୋଉ ଚିତ୍ରଟା यस। କ୍ଲିୟର ତ? हम्म। ଏଇଟା ହେଲା ନର୍ଥ, ଏଇଟା ହେଲା ସାଉଥ, ଏଇଟା ହେଲା ଇଷ୍ଟ, ଏଇଟା ହେଲା ୱେଷ୍ଟ। ତ ମୁଁ वेस्ट। ଦେଇଛି ଇଏଟା ପାଇଁ। ତ यस। ଇଏ ହେଲା ବାୟୁ, ବାୟୁ କୋଣ, ଇଏ ହେଲା ଜଳ, जल। ଏଇଟା ଭୂମି, ଏଇଟା भूमि। ଅଗ୍ନି। एटा ଏଇଟା ହଉଛି अग्नि। ପାଞ୍ଚଟାକ ତତ୍ଵ। କୋଉ କୋଉ ଡିରେକ୍ସନ? ନର୍ଥ ୱେଷ୍ଟ ଡିରେକ୍ସନରେ ବାୟୁ, ନର୍ଥ हम्म। ଇଷ୍ଟ ଡିରେକ୍ସନରେ ଜଳ, ସାଉଥ ୱେଷ୍ଟ ଡିରେକ୍ସନରେ ଭୂମି, भूमि। ସାଉଥ ଇଷ୍ଟ ଡିରେକ୍ସନରେ ଅଗ୍ନି। ଏଟା କ୍ଲିୟର अग्नि ହେଇଗଲେ ତ? फायर। यस यस। ଆମର ପଢିବା ହିସାବରେ ଆମେ ସବୁବେଳେ ପଢିଛୁ ଯେ କୌଣସି ଗୋଟେ ତତ୍ଵଠୁ ସୃଷ୍ଟି ହୁଏ, କୌଣସି ଗୋଟେ ତତ୍ଵରୁ ନଷ୍ଟ ହୁଏ, ପୁଣି हम्म। କୌଣସି ଗୋଟେ ତତ୍ଵକୁ ସୃଷ୍ଟି କରେ, ଆଉ କୌଣସି ଗୋଟେ ତତ୍ଵକୁ ନଷ୍ଟ କରେ। डिस्ट्रॉय। ଏଟାକୁ ଆମେ କ୍ଲିୟରଲି ବୁଝିଦବା ଆଗ ସର୍ବପ୍ରଥମେ। ଠିକ ଅଛି ନା? ଆମେ ପଢୁଛୁ ଅଗ୍ନି, ଅଗ୍ନି ତତ୍ଵର କଥା। ଠିକ ଅଛି, हम्म। ତ ଅଗ୍ନି ତତ୍ଵ କୋଉ ଡିରେକ୍ସନ ରହିଲା? ସାଉଥ ଇଷ୍ଟ ଡିରେକ୍ସନ ରହିଲା। ଠିକ ଅଛି ନା? ଅଗ୍ନି, ତ ଗୋଟେ ତତ୍ଵ ଅଗ୍ନିକୁ ସୃଷ୍ଟି କରିବ, ଗୋଟେ ତତ୍ଵ ଅଗ୍ନିକୁ ନଷ୍ଟ କରିବ। ଗୋଟେ ତତ୍ଵ ଅଗ୍ନିଠୁ ସୃଷ୍ଟି ହବ, ଆଉ ଗୋଟେ ତତ୍ଵକୁ ଅଗ୍ନି ନଷ୍ଟ କରିବ। ଠିକ ଅଛି ନା? ତ କୋଉ ତତ୍ଵ ଅଗ୍ନିକୁ ସୃଷ୍ଟି କରିବ? ନା ବାୟୁ ତତ୍ଵ ଅଗ୍ନିକୁ ସୃଷ୍ଟି କରିବ। ଏବଂ ଜଳ, ସମସ୍ତେ ଜାଣିଛନ୍ତି ଜଳ ତତ୍ଵ ଅଗ୍ନିକୁ ନଷ୍ଟ କରେ। ଠିକ ସେଇପରି ଅଗ୍ନି ତତ୍ଵ ସୃଷ୍ଟି କରିବ ପୃଥିବୀ ତତ୍ଵକୁ, ଏବଂ ଅଗ୍ନି ତତ୍ଵ ନଷ୍ଟ କରିବ କାହାକୁ? ନା ଆକାଶ ତତ୍ଵକୁ। ଏଇ ଜିନିଷଟା କ୍ଲିୟର ତ ରାଜବାବୁ? आगे आगे। हम्म। ଠିକ, ବର୍ତ୍ତମାନ ଏଇଟା ଯଦି ଚାହିଁବେ ସମସ୍ତେ ସ୍କ୍ରିନଶଟ ନେଇପାରିବେ। ତାପରେ ଆମେ ପଢିଦବା ଯେ ଏଇ ଅଗ୍ନି ତତ୍ଵର ଗୁଣ କଣ। ଚାରିଟା ଜିନିଷକୁ ଆମେ ସବୁ ତତ୍ଵର ଡିଫାଇନ କରୁଛେ। ଗୋଟେ ହେଲା ରଙ୍ଗ, ଗୋଟେ ହେଲା ଗୁଣ, ଗୋଟେ ହେଲା ଆକାର, ଆଉ ଗୋଟେ ହେଲା ଧାତୁ। ତ ଯେହେତୁ ଆମେ ଅଗ୍ନି ତତ୍ଵ ପଢୁଛେ, ଅଗ୍ନି ତତ୍ଵର କଣ ଆମେ ଜାଣିବା? ନା ରଙ୍ଗ, ଗୁଣ, ଆକାର ଆଉ ଧାତୁ। ଏଗୁଡାକ ଆମେ କାହିଁ ଜାଣୁଛେ? ନା ଯଦି କୌଣସି ଲୋକର ଅଗ୍ନି କୋଣରେ ପ୍ରୋବ୍ଲେମ ଥାଏ, ତାହେଲେ ଆମେ ଯୋଉ ରିମେଡି ଦେବା, ଏଇ ଚାରିଟା ଜିନିଷ ଉପରେ ବେସ୍ କରିକି ଆମେ ତାକୁ ରିମେଡି ଦେବା। ତେଣୁ ଯେହେତୁ ଏଇଟା ବେସିକ, ଏଟାକୁ ଭଲସେ ଯଦି ଆମେ ମନେ ରଖିବା, ତାହେଲେ ସେଇଠି ଆମେ କଣ ରିମେଡି ଦେବା, କଣ କରିବା, ସେ ବିଷୟରେ ଆମେ ଇଏ କରିବା। ସର୍ବପ୍ରଥମ ମୁଁ ଡିସ୍କସନ କରିଦଉଛି। ତାହେଲେ ଅଗ୍ନିତତ୍ତ୍ୱ ରଙ୍ଗ କଣ? ନା ଲାଲ, ଗୋଲାପି ବି ହବ। हम्म। ଠିକ ଅଛି, ବାଦାମୀ ହବ। ଠିକ ଅଛି ନା? ଆର ଗୁଣ କଣ ଅଗ୍ନି ତତ୍ତ୍ୱର? ନା ଶକ୍ତି, ପାୱାର, ଆବେଗ, ପ୍ୟାସନ ଏବଂ ଆଗ୍ରେସନ। अच्छा। ଆଗ୍ରେସନ ବି ଅଗ୍ନି ତତ୍ତ୍ୱର କଥା। ଏବଂ ସ୍ପାର୍କ, ସ୍ପାର୍କ ମାନେ ଯୋଉ ସ୍ଫୁଲିଙ୍ଗ ଟାଇପ ର ଜିନିଷ। ୟାର ଆକାର କଣ? ନା ତ୍ରିଭୁଜ, ଟ୍ରାଙ୍ଗେଲ ସେପ୍। ଆଉ ୟାର ଧାତୁ କଣ? ତମ୍ବା। ଏଇ ଜିନିଷଟା କ୍ଲିୟର ତ? ଏଇଟା ତ ଜେନେରାଲ ଜିନିଷ, हम्म। ଏଥିରେ କୌଣସି ମାନେ ଅସୁବିଧା ନାହିଁ।
ମୁଁ ଆପଣଙ୍କୁ ଏଇ ଗୋଟେ ଛୋଟ ଜିନିଷଟା ଆପଣଙ୍କୁ କହୁଛି, ମୁଁ ପ୍ରତି ତତ୍ତ୍ୱରେ କିଛି କିଛି ତାର କ୍ୟାରେକ୍ଟରିଷ୍ଟିକ୍ସ କୁହେ, ଏ ତତ୍ତ୍ୱରେ ମଧ୍ୟ ମୁଁ ସେ କ୍ୟାରେକ୍ଟରିଷ୍ଟିକ୍ସ ଟା କହୁଛି। ଭାଇ ଦେଖ, ଦକ୍ଷିଣ ପୂର୍ବ ସାଉଥ ଇଷ୍ଟ ଡିରେକ୍ସନ ହଉଛି ଅଗ୍ନି କୋଣର ଦିଗ। ଏଇ ଡିରେକ୍ସନ ରେ କଣ ରହିବା ଦରକାର ନା ରୋଷେଇ ଘରଟା ରହିବା ଦରକାର। ଯଦି କୌଣସି ଲୋକର ସାଉଥ ଇଷ୍ଟ ଡିରେକ୍ସନ ରେ ଅସନ୍ତୁଳିତ ହେଇଗଲା, ଠିକ ଅଛି, ତାହେଲେ ସେଠି କଣ ହବ ନା ଏଇ ଜିନିଷ ଗୁଡିକରେ ତାର ପ୍ରୋବ୍ଲେମ ଆସିବ। ଏଗୁଡା ସବୁ ନେଗେଟିଭ ଇମ୍ପାକ୍ଟ ଦବ। Yes. ଏବଂ ମୁଁ ମୋର ନିଜସ୍ୱ ରିସର୍ଚ୍ଚରୁ ଦେଖିଛି, ଯଦି ଏଇ ଜିନିଷଟା ମାନେ ସାଉଥ ଇଷ୍ଟ ଡିରେକ୍ସନ ବା ଆଗ୍ନେୟ କୋଣରେ କିଛି ଯଦି ପ୍ରୋବ୍ଲେମ ଥାଏ, ତାହେଲେ ଘରେ ସବୁବେଳେ ଆକ୍ସିଡେଣ୍ଟ ଘଟିବା କଥା ଘଟିବ, ସନ୍ତାନ କଷ୍ଟ ମିସକ୍ୟାରେଜ ହେବାଟା ଥୟ, ଚୋରି ହେବାଟା ଥୟ, ରାଜହାନୀ ମାନେ କଣ ସେଠି, ମାନେ କଣ ସେ ରାଜହାନୀ କହୁଛି, ମାନେ ମାନେ ପ୍ରୋବ୍ଲେମ ଯୋଉ ଘରର ଯୋଉ ଲୋକମାନଙ୍କ ମଧ୍ୟରେ ନ ପଡିବା, ସେଇଟା ହେବାଟା ଥୟ। ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଏଇ ଡିରେକ୍ସନରେ ଯଦି ପ୍ରୋବ୍ଲେମ ଥାଏ, ଘରରେ ପଇସା କେବେ ବି ଅଣ୍ଟିବ ନାହିଁ। ସେ ଯୋଉଟା କି ଘରର ପଇସାଟା ଆସିବ, ଲିକ୍ୱିଡିଟି ଟା, କ୍ୟାଶ ଲିକ୍ୱିଡିଟି ଲିକ୍ୱିଡିଟି ଟା ଗଲା, କ୍ୟାଶ ଲିକ୍ୱିଡ ଟା ଗଲା। ଗଲା। କ୍ୟାଶ ଲିକ୍ୱିଡିଟି କେବେ ଅନ ବି ସେ ଘରେ ଷ୍ଟୋର, ବୁଝି ହେଲାନି, ଭଏସ ଟା କ୍ଲିୟର ଆସୁନି। ହୁଁ, କ୍ୟାଶ ହଁ, ତ ମୋର କହିବା କଥା ପଇସାଟା ହିଁ ସାଉଥ ଇଷ୍ଟ ଡିରେକ୍ସନ ବା ଅଗ୍ନି କୋଣର ମେନ୍ ଜିନିଷ। ୟେସ୍। ଦେଖନ୍ତୁ ଭାଇ, ଘରେ ଯଦି ପଇସା ନାହିଁ ନା, ମୁଣ୍ଡ ଖରାପ ହବାଟା ହବ। କିନ୍ତୁ ଯଦି ଏଇ ଜାଗାରେ ସନ୍ତୁଳିତ ଅବସ୍ଥାରେ ସାଉଥ ଇଷ୍ଟ ଡିରେକ୍ସନରେ ରୋଷେଇ ଘର ରହିଲା, ତାହେଲେ ସନ୍ତୁଳିତ ଅବସ୍ଥା ମାନେ ସାଉଥ ଇଷ୍ଟ ଡିରେକ୍ସନ ଅଗ୍ନି କୋଣ ରୋଷେଇ ଘରଟା ରହିଲେ ଭଲ। ଯଦି ସେଠି ଗାଧୁଆ ଘର କରିଦଲ, ତାହେଲେ ଅସନ୍ତୁଳିତ ହେଇଗଲା, ଅନ୍ୟ କୌଣସି ଘର କରିଦଲ, ଶୋଇବା ରୁମ କରିଦଲ, ଅସନ୍ତୁଳିତ ହେଇଗଲା। ଯଦି ଏଇଟା ସନ୍ତୁଳିତ ଅବସ୍ଥାରେ ଥାଏ, ତାହେଲେ ଆମେ ଏଇ ଜିନିଷ ପଇସା, ଶକ୍ତି, ଆବେଗ, ଆଗ୍ରେସନ, ସ୍ପାର୍କକୁ ନେଇକି ପଜିଟିଭ ରେଜଲ୍ଟ ପାଇବା। ଯଦି ସେଟା ଅସନ୍ତୁଳିତ ଅବସ୍ଥା ଥାଏ, ତାହେଲେ ଏଇ ଶକ୍ତି, ଆବେଗ, ଆଗ୍ରେସନ, ସ୍ପାର୍କ ଆଉ ପଇସାକୁ ନେଇ ନେଗେଟିଭ ରେଜଲ୍ଟ ପାଇବା। ଏଇଟା ହେଲା ଗୋଟେ ବହୁତ ମାନେ ଇମ୍ପୋର୍ଟାଣ୍ଟ ଜିନିଷ। ଏବଂ ସବୁଠୁ ବଡ କଥା କଣ ଜାଣିଛନ୍ତି, ଏଇ ଜୋନ ହିଁ ଆମକୁ କନଫିଡେନ୍ସ ଦିଏ, କୌଣସି ୟେସ୍। କାମ କରିବା ପାଇଁ କନଫିଡେନ୍ସ ଏଇ ଜୋନ ଦିଏ। ଏବଂ ଏଇ ଜୋନ ହିଁ ଆଉ କଣ ଦିଏ ନା ଦୃଢ ବିଶ୍ୱାସ। ଦୃଢ ବିଶ୍ୱାସ ଏଇ ଜୋନରୁ ହିଁ ଆସେ, ଠିକ ଅଛି। ଏଇ ଜୋନ ଆଉ କଣ ଦିଏ ନା ଏଇ ଜୋନ ଦିଏ ଯଶ, ଖ୍ୟାତି, ଯଦି ପଜିଟିଭଲି ରହେ। ଯଦି ନେଗେଟିଭଲି ରହିଗଲା, ଗଲା, ସରିଗଲା କଥା। ଏଇ ଜିନିଷଟା କ୍ଲିୟର ହେଇଗଲା ତ। ୟେସ୍। କିନ୍ତୁ କିନ୍ତୁ ଯଦି ଏଇଟା ନେଗେଟିଭଲି ରହିଲା, ମୁଁ ମୋର ନିଜର ଏକ୍ସପିରିଏନ୍ସ ଅଛି, ମିସକ୍ୟାରେଜ ହବାଟା ଥୟ, ହୁଁ। ସେ ଘରେ ଚୋରି ହବାଟା ଥୟ। ଯଦି ବାରମ୍ବାର ଘଟୁଛି, ଏମିତି ତ ସମସ୍ତଙ୍କର, ମୁଁ କହୁନି କି ଯେ ଚୋରି ଥରେ ହେଇଗଲା, ନା ନା, ରେଗୁଲାର ବେସିସ୍ ଘରୁ ଚୋରି ହଉଥିବ। ହୁଁ। ମାନେ ଏଇଟା ହେଲା ଘର କ୍ଲିୟର ଭିତରେ କଥା। ଛୋଟ ମୋଟ ବି ହବ, ଇଟ୍ସ କଣ୍ଟିନ୍ୟୁ ଘର ଲାଇଫ ଘର ଭିତରେ ଛୋଟ ମୋଟ ଯେମିତି ହେଲେ ରହିବ, ଘର ରହିବ, ଭିତରେ ଛୋଟ ମୋଟ ଯଦି ରହିବ। ଚୋରି ରହିବ। ଯଦି ହୁଁ। ଏଇ ଡିରେକ୍ସନ କିଏ ଯଦି ଶୋଉଥିବ, ତା ମୁଣ୍ଡ ସବୁବେଳେ ଗରମ ରହିବ। ହୁଁ, ଏଇ ଅବଭିୟସଲି। ଏଇ ଯୋଉ ଅଗ୍ନିକୋଣରେ ଯଦି ତମେ କୌଣସି ଅଭାବରୁ, ମାନେ ସ୍ଥାନ ଅଭାବରୁ, କୌଣସି ପ୍ରୋବ୍ଲେମରୁ ତମେ ଯଦି ସେ ଡିରେକ୍ସନରେ ଯାଇ ଶୋଇଗଲ, ତାହେଲେ ଗଲା, ସେ ସବୁବେଳେ ତା ମାଇଣ୍ଡ ଟା ହିଟ୍ ରହିବ। ହୁଁ। କ୍ଲିୟର। ଆଉ ଗୋଟେ ଜିନିଷ ଏଥିରେ ଏଡ୍ କରିବେ, ସେ କଣରେ ଯଦି ଫ୍ୟାମିଲି ରହିବେ ଆଜ ଏ ହଁ ହଜବେଣ୍ଡ ୱାଇଫ, ତ ଚାଇଲ୍ଡ ଯୋଉଟା ହଁ। କି ମିସକ୍ୟାରେଜ ହେବେ, ଚାଇଲ୍ଡ ମିସକ୍ୟାରେଜ ସେଇ କର୍ଣ୍ଣର ରହିଲେ ବି ନା, ଚାଇଲ୍ଡ ଯଦି ସେ ହଜବେଣ୍ଡ ୱାଇଫ ଠିକ ଡିରେକ୍ସନରେ ଶୁଅନ୍ତୁ, କିଛି ଅସୁବିଧା ଶୋଇବେ, ନାହିଁ। ମୋର କହିବାର ତାତ୍ପର୍ଯ୍ୟ ହେଲା, କିନ୍ତୁ ଡିଷ୍ଟର୍ବାନ୍ସ ଯଦି ହେଲେ ସେ ବି ହବ। ସାଉଥ, ହଁ, ମିସକ୍ୟାରେଜ ଡିଷ୍ଟର୍ବାନ୍ସ ହବାଟା ଥୟ। ଥାଏ। ମୋ କଥାଟା ବୁଝିପାରିଲେ ତ। ହୁଁ ହୁଁ ହୁଁ। ତ ଏଇଟା ହେଲା ତୋର ସବୁଠୁ ମେନ୍ ଭାଇ ଇମ୍ପୋର୍ଟାଣ୍ଟ କଥା। ହଁ ଗୋଟେ ଜାଗାଟା ଡିଷ୍ଟର୍ବ ହଉଛି ମାନେ ଇଧର ସେଇ ଜାଗାଟାରେ ମାନେ ତତ୍ଵଟା ଇଧର ବଢିଥିବ ନା ଘଟିଥିବ। ହଁ ମ୍ୟାକ୍ସିମମ୍ ନା, ଜାଗାରେ ଦେଖାଯାଏ, ଯେମିତି କିି ମ୍ୟାକ୍ସିମମ୍ ଜାଗାରେ ଆମର ଯଦି ଦେଖାଯାଏ। ସାଉଥ ଇଷ୍ଟ में କହୁ ହଁ, ମୋର କହିବା କଥା ହେଲା ତତ୍ଵଟା ସନ୍ତୁଳିତ ଅବସ୍ଥାରେ ମାନେ ଯୋଉ ଜିନିଷ ଯୋଉଠି ରହିଲେ ଯେମିତି ସୁନ୍ଦର, ସେଇଟା। ଏବେ ଆମେ ଗୋଟେ ହୁଁ ଧାର୍ମିକ ପୂଜା ପାଠ କରିବା, ସେଠି ଯେ ଆମେ ଯଦି ଜିନ୍ସ ପିନ୍ଧିକି ବସି ପୂଜା ପାଠ କରିବା, ସେଇଟା ସୁଇଟେବୁଲ ହେଲାନି। ଇଜ ନଟ୍ ସୁଇଟେବଲ। ଖାଲି ଯଦି ଗାମୁଛା ପିନ୍ଧି ବସି କରିବା, ସେଟା ବି ସୁଇଟେବୁଲ ହେଲାନି। ନଟ୍ ସୁଇଟେବଲ। ତା ପାଇଁ ଧୋତି ଦରକାର, ହୁଁ। ଠିକ ଅଛି ନା। ହୁଁ ଯୋଉଟା ତେଣୁ କି ମୋର ପ୍ରପର କହିବା କଥା ରୁଲ, ହେଲା କି ପ୍ରପର ପ୍ରପର ରୁଲ, ରୁଲ, ରୁଲ ପ୍ରପର ରୁଲ ତାର ଯୋଉଟା ସେ କି ଆମେ ଜାଗାର ନିୟମ କହୁଛେ। ଆଇଡିଆଲ ଜାଗା।
ହଁ ସେ ଜାଗାରେ ଆଇଡିଆଲ ଘର ହଉଛି ରୋଷେଇ ଘର, ଠିକ ଅଛି ରୋଷେଇ। ନା। ଆଉ ରୋଷେଇ ଘରକୁ ଛାଡିକି ଯଦି ତମେ ଅନ୍ୟ କିଛି କଲ, ଗାଧୁଆ ଘର କରିଦେଲ, ଜଳ ତତ୍ଵର ଜିନିଷ ଆଣିକି ଥୋଇଦେଲ, ୟେସ୍ ୟେସ୍। ଗଲା। ସେଇଟା ଆମେ ଜୋନ୍ ଯେତେବେଳେ ହୁଁ ପଢିବା, ସେତେବେଳେ ମୁଁ ତମକୁ ସେଟାକୁ ଡିରେକ୍ଟଲି କ୍ଲିୟରଲି ଗୋଟେ ଗୋଟେ କରି କହିବି। ସମସ୍ତେ ବି ଜାଣିଛନ୍ତି ଅଳ୍ପ ବହୁତ, ସେଇଟା ହୁଁ। ମୁଁ ଗୋଟେ ଗୋଟେ କ୍ଲିୟରଲି କହିବି କି ସେଇ ଜୋନ୍ ରେ କଣ ହବ। ଏଇଟା କିନ୍ତୁ ଆମେ ତତ୍ତ୍ୱ ବିଷୟରେ ଡିସ୍କସନ କରୁଛେ, ୟେସ୍। ଠିକ ଅଛି ନା। ଓକେ। ତେବେ ଆମର ଏବେ ଆମର ସରିଗଲା ଅଗ୍ନି ତତ୍ତ୍ୱ।